ପିଲାମାନେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଏକ ପାଠଶାଳାକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ এই ଭିଡ଼ିଓରେ ଆମେ ତୁମ ନବମ ଶ୍ରେଣୀର ଯେଉଁ ବାର୍ଷିକ ବା ଆନୁଆଲ୍ ଏକ୍ଜାମ୍ଟି ନିକଟରେ ହେବାକୁ ଯାଉଅଛି, ସେଥିପାଇଁ ଆମେ ତୁମର ସାହିତ୍ୟର ବା ଫାର୍ଷ୍ଟ ଲାଙ୍ଗୁଏଜ୍ ଓଡ଼ିଆର ସବଜେକ୍ଟିଭ୍ ପ୍ରଶ୍ନରେ ଯେଉଁ ଆସିଥାଏ ରଚନା, ପତ୍ର ଲିଖନ ଏବଂ ଦରଖାସ୍ତ, ତ ସେଥିରୁ ଆମେ ସବୁଠୁ ଇମ୍ପୋର୍ଟାଣ୍ଟ ଯେଉଁଟାକି ପ୍ରତିବର୍ଷ ଆସିଥାଏ ପ୍ରଶ୍ନ ଗୁଡ଼ିକ ସେସବୁ ଆମେ ଆଲୋଚନା କରିବା ଯେ କ'ଣ ରଚନା, ଦରଖାସ୍ତ ଏବଂ ପତ୍ର ଲିଖନ ଆସିବ। ତ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କିଛି ମୁଁ ତୁମକୁ ଆଲୋଚନା କରିବି ଯେଉଁଟାକି ତ ନିହାତି ତୁମ ପରୀକ୍ଷାରେ ଦେଖିବା ପାଇବ। ତ ଶେଷ ଯାଏ ନିହାତି ଭିଡ଼ିଓଟି ଦେଖ ଏବଂ ସାଙ୍ଗମାନଙ୍କୁ ଅଧିକରୁ ଅଧିକ ସେୟାର କର। ତେବେ ଆମେ ଆଲୋଚନା କରିବା ତୁମର ଆନୁଆଲ୍ ଏକ୍ଜାମ୍ର ଫାର୍ଷ୍ଟ ଲାଙ୍ଗୁଏଜ୍ ଓଡ଼ିଆର ସବଜେକ୍ଟିଭ୍ ପ୍ରଶ୍ନରେ ଯେଉଁ ରଚନା, ପତ୍ର ଲିଖନ, ଦରଖାସ୍ତ ଆସେ ତାର ସବୁ ଆମେ ସବୁଠୁ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆଲୋଚନା କରିବା ଯେଉଁଟାକି ତୁମେ ନିହାତି ତୁମ ପ୍ରଶ୍ନରେ ପାଇବ। ତ ପିଲାମାନେ ସର୍ବପ୍ରଥମେ ମୁଁ ତୁମ ପାଇଁ ରଖିଛି ଆଦର୍ଶ ଛାତ୍ର ଜୀବନ, ଯେଉଁଟାକି ପ୍ରତିବର୍ଷ ପରୀକ୍ଷାରେ ଆସେ ତୁମର ରଚନା ଲେଖିବା ପାଇଁ ଯେ ଆଦର୍ଶ ଛାତ୍ର ଜୀବନ ଉପରେ। ତ କେମିତି ତୁମେ ଲେଖିବ? ଏଇଭଳି ଲେଖିବ କି ମାଟିରେ ହାଣ୍ଡି ମାଠିଆ ଗଢ଼ା ହେବା ଭଳି ବା ଗଢ଼ା ହେବା ବେଳେ ମାଟି ନରମ ଥାଏ। ମାଟି ନରମ ଥିବା ଅବସ୍ଥାରେ ହାଣ୍ଡି ମାଠିଆ ଯଦି ନିଖୁଣ ଭାବରେ ଗଢ଼ି ହୋଇଥାଏ ତେବେ ଲୋକେ ସେଗୁଡ଼ିକ ଆଗ୍ରହ କରନ୍ତି। ମାଟି ନରମ ଥିବା ଅବସ୍ଥାରେ ହାଣ୍ଡି ମାଠିଆ ଯଦି ବଙ୍କା ତେଢ଼ା ହୋଇ ଗଢ଼ି ହୋଇଯାଏ ତେବେ ସେଗୁଡ଼ିକୁ ଲୋକେ ପସନ୍ଦ କରନ୍ତି ନାହିଁ। ସେତେବେଳେ ମାଟି ଟାଣ ହୋଇଯାଇଥିବାରୁ ସେଗୁଡ଼ିକୁ ଆଉ ସଜାଡ଼ି ହୁଏ ନାହିଁ। ସେହିପରି ଛାତ୍ର ଜୀବନ ହେଲା ଗଠନର ସମୟ। ଛାତ୍ର ଜୀବନରେ ଯେଉଁ ଲୋକ ନିଜକୁ ଯେପରି ଗଢ଼ିଥିବେ ଭବିଷ୍ୟତରେ ସେ ସେହିପରି ମନୁଷ୍ୟ ହୋଇ ବାହାରିବେ। ତେଣୁ ପ୍ରତ୍ୟେକ ଛାତ୍ର ଆଦର୍ଶ ଛାତ୍ର ଜୀବନ ଯାପନ କରିବା ଉଚିତ। ଏଇଭଳି ତୁମେ ଆଦର୍ଶ ଛାତ୍ର ଉପରେ ଲେଖିପାରିବ। ଆଉ କ'ଣ ଲେଖିବ କି ଆଦର୍ଶ ଛାତ୍ର ଜୀବନ ପାଇଁ ଯେଉଁ ସୁଗୁଣ ଗୁଡ଼ିକ ତାହା ମଧ୍ୟ ଆଲୋଚନା କରାଯାଉଛି। ଯେମିତିକି ପ୍ରଥମ କ'ଣ ନା ଜ୍ଞାନ ପିପାସା। କ'ଣ ନା ପିପାସା ଅର୍ଥ ତୃଷ୍ଣା। ତୃଷାର୍ତ ଲୋକ ଯେଭଳି ବ୍ୟାକୁଳ ଭାବରେ ଜଳ ଖୋଜିବାରେ ଲାଗେ, ଛାତ୍ର ସେପରି ଜ୍ଞାନ ସଂଗ୍ରହ କରିବା ପାଇଁ ବ୍ୟାକୁଳ ହେବା ଉଚିତ। ସେଥିପାଇଁ ପଢ଼ା ବହି, ଲାଇବ୍ରେରୀ ବହି, ପତ୍ର ପତ୍ରିକା ଓ ଖବରକାଗଜ ପଢ଼ିବାରେ ବହୁ ସମୟ ବ୍ୟୟ କରିବା ଆବଶ୍ୟକ। ଶିକ୍ଷକଙ୍କ ଶିକ୍ଷାଦାନ, ବକ୍ତାଙ୍କର ଭାଷଣ ଏବଂ ପଣ୍ଡିତମାନଙ୍କର ଆଲୋଚନା ସବୁ ମନ ଦେଇ ଶୁଣିବା ଦରକାର। ବିଦ୍ୟା ଅଧ୍ୟୟନ ମଧ୍ୟ ଆଦର୍ଶ ଛାତ୍ର ଗୋଟେ କର୍ତ୍ତବ୍ୟ। କ'ଣ ନା ଛାତ୍ର ପୁସ୍ତକ ପାଠ କରି ସେଗୁଡ଼ିକ ବାରମ୍ବାର ଅଭ୍ୟାସ କରିବା ଆବଶ୍ୟକ। ପଢ଼ିବା, ଶୁଣିବା, ଲେଖିବା ଦ୍ୱାରା ବିଦ୍ୟାଭ୍ୟାସ କରାଯାଏ। ବିଦ୍ୟାଳୟରେ ପଢ଼ା ହେଉଥିବା ସବୁ ବିଷୟରେ ଦକ୍ଷ ହେବା ପାଇଁ ଚେଷ୍ଟା କରିବା ପ୍ରତ୍ୟେକ ଛାତ୍ର କର୍ତ୍ତବ୍ୟ। ବୁଦ୍ଧିର ବିକାଶ ମଧ୍ୟ ଗୋଟେ ଆଦର୍ଶ ଛାତ୍ର କରିବା ଦରକାର। ଯେମିତିକି ଜ୍ଞାନ ପିପାସା ଓ ବିଦ୍ୟା ଅଧ୍ୟୟନ ସଙ୍ଗେ ସଙ୍ଗେ ବୁଦ୍ଧିର ବିକାଶ ସାଧନ କରିବାକୁ ଚେଷ୍ଟା କରିବା ଉଚିତ, କାରଣ ବୁଦ୍ଧି ବିକଶିତ ନହେଲେ ବିଦ୍ୟା କାର୍ଯ୍ୟରେ ଲଗାଇ ହୁଏ ନାହିଁ। ଏଇଭଳି ଆଦର୍ଶ ଛାତ୍ର ଉପରେ ତୁମେ ରଚନା ଲେଖିବ। ଆଉ କ'ଣ ଲେଖିବ? ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଲେଖିବ କି ପ୍ରତ୍ୟେକ ଛାତ୍ର ନିଜର ସ୍ୱାସ୍ଥ୍ୟ ରକ୍ଷା କରିବା କର୍ତ୍ତବ୍ୟ। ସେଥିପାଇଁ ଦରକାର ପରିଷ୍କାର ପରିଚ୍ଛନ୍ନତା, ନିୟମିତ ବ୍ୟାୟାମ, ନିର୍ମଳ ବାୟୁ ଓ ଆଲୋକ, ସୁଷମ ନିରାମିଷ ଖାଦ୍ୟ, ଆଳସ୍ୟ ବର୍ଜନ, କର୍ମଠତା, ବିଶ୍ରାମ, ନିଦ୍ରା। ବ୍ୟବହାର ବିଧି ପାଳନ କଥା ମଧ୍ୟ ତୁମେ ଲେଖିବ ଆଦର୍ଶ ଛାତ୍ର ଜୀବନ ଭିତରେ କି ଛାତ୍ର ଉପଯୁକ୍ତ ବ୍ୟବହାର କରି ଶିଖିବା ଦରକାର। ଏହି ବ୍ୟବହାର ଗୁଡ଼ିକ ହେଲା ପିତୃଭକ୍ତି, ମାତୃଭକ୍ତି, ଗୁରୁଭକ୍ତି, ବୟସ୍କମାନଙ୍କ ପ୍ରତି ସମ୍ମାନ, ବିନୟ ଭାବ, ବନ୍ଧୁମାନଙ୍କ ପ୍ରତି ସୌଜନ୍ୟ, କନିଷ୍ଠମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା। ଦେଶପ୍ରେମ ମଧ୍ୟ ଛାତ୍ର ରହିବା ଉଚିତ। ନିଜ ଦେଶ ଓ ଜାତିକୁ ସ୍ନେହ କରିବା ଉଚିତ। ପ୍ରତ୍ୟେକ କିଛି ସମୟ ତାର ନିଜ ଦେଶ କଥା ଚିନ୍ତା କରିବା ଦରକାର। ଏବଂ ଗୋଟେ ଆଦର୍ଶ ଛାତ୍ରର ଈଶ୍ୱର ଭକ୍ତି ମଧ୍ୟ ରହିବା ଦରକାର। ଯେମିତିକି ଛାତ୍ର ଈଶ୍ୱରଙ୍କୁ ଭକ୍ତି କରିବା ଉଚିତ। ସକାଳେ ସନ୍ଧ୍ୟାବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଦରକାର। ତଦ୍ୱାରା ହୃଦୟ ନିର୍ମଳ ଏବଂ ମନୋବଳ ବଢ଼ିଯିବ। ଆଦର୍ଶ ଛାତ୍ର ଉପରେ ରଚନା ଆସିଲେ ଆଉ କ'ଣ ପିଲା ଲେଖିବ କି ପ୍ରତ୍ୟେକ ଛାତ୍ର ନିଜକୁ ସେବାପରାୟଣ କରିବା ଉଚିତ। ଈଶ୍ୱର ସେବା, ପିତାମାତାଙ୍କ ସେବା, ଗୁରୁ ସେବା, ଗୃହପାଳିତ ଜନ୍ତୁମାନଙ୍କ ସେବା, ଜନସେବା କରିବା ଦରକାର। ଏବଂ ଆଉ କ'ଣ ଲେଖିବ କି ଏଥିପାଇଁ ତାଠାରେ ଦୟା ଓ ପରୋପକାର ପ୍ରଭୃତି ଗୁଣ ଗୁଡ଼ିକ ଦେଖାଯିବା ଉଚିତ। ସେଥି ସଙ୍ଗେ ଦାନ, ଧ୍ୟାନ, ନିଃସ୍ୱାର୍ଥପରତା ପ୍ରଭୃତି ଗୁଣ ଗୁଡ଼ିକ ରହିବା ଆବଶ୍ୟକ। ମିତବ୍ୟୟ ଏବଂ ମିତ ସଞ୍ଚୟ ମଧ୍ୟ ଆଦର୍ଶ ଛାତ୍ରର ଗୋଟେ ଗୁଣ। ଯେମିତିକି ଧନ ଅପବ୍ୟୟ କରିବା ଏକ ମନ୍ଦ ଗୁଣ ଅଟେ। ତେଣୁ ଛାତ୍ରମାନଙ୍କର ମିତବ୍ୟୟ ହେବା ଉଚିତ। କିଛି କିଛି ଧନ ସଞ୍ଚୟ କରିବା ଆବଶ୍ୟକ। ଧନ ସଞ୍ଚୟ କରିବାକୁ ଯାଇ କୃପଣ ହେବା ଉଚିତ ନୁହେଁ। ତେଣୁ ମିତବ୍ୟୟ ସଙ୍ଗେ ସଙ୍ଗେ ମିତ ସଞ୍ଚୟ ମଧ୍ୟ ଆବଶ୍ୟକ। ଛାତ୍ର ସର୍ବଦା ସମାନୁବର୍ତ୍ତୀ ହେବା ଉଚିତ। ସବୁ କାମ ଠିକ୍ ସମୟରେ କରିବା ଦରକାର। ସ୍ୱାସ୍ଥ୍ୟ ରକ୍ଷା, କର୍ତ୍ତବ୍ୟ ନିଷ୍ଠ ଲାଗି ସହାନୁବର୍ତ୍ତିତା ମଧ୍ୟ ଏକାନ୍ତ ଆବଶ୍ୟକ। ଏଇଭଳି ତୁମେ ଆଦର୍ଶ ଛାତ୍ରର ରଚନାରେ ତୁମେ ଲେଖିବ ଏବଂ ନିୟମାନୁବର୍ତ୍ତିତା ହେବା ଦରକାର, ଶୃଙ୍ଖଳା ଜ୍ଞାନ ଦରକାର। ଏଇଭଳି ପଏଣ୍ଟ ସବୁ ଦେଇକି ତୁମେ ଲେଖିବ। ତ ନିୟମାନୁବର୍ତ୍ତିତା କ'ଣ ଲେଖିବ ପିଲାମାନେ କି ଛାତ୍ର ସମସ୍ତ କାର୍ଯ୍ୟକୁ ଯଥା ନିୟମରେ କରିବା ଉଚିତ ଏବଂ ନିୟମ ଭଙ୍ଗ କରିବା ଛାତ୍ର ପକ୍ଷରେ ଏକାନ୍ତ ଅନ୍ୟାୟ ଅଟେ। ଶୃଙ୍ଖଳା ଜ୍ଞାନ ସମ୍ପର୍କରେ କ'ଣ ଲେଖିବ କି ଛାତ୍ର ଶୃଙ୍ଖଳା ଜ୍ଞାନ ଥିବା ଉଚିତ।
ଶୃଙ୍ଖଳା ଜ୍ଞାନ ନଥିଲେ ଛାତ୍ର ଉପଯୁକ୍ତ ନାଗରିକ ଭାବରେ ଗଢ଼ି ହୋଇପାରେ ନାହିଁ। ତେଣୁ ବିଦ୍ୟାଳୟରେ, ଶ୍ରେଣୀଗୃହରେ, ଖେଳ ପଡ଼ିଆରେ, ରାସ୍ତା ଉପରେ ସବୁ ସ୍ଥାନରେ ଛାତ୍ର ଶୃଙ୍ଖଳାପୂର୍ଣ୍ଣ ଭାବରେ ଚଳିବା ଆବଶ୍ୟକ। ସବୁ କାର୍ଯ୍ୟ ତାର ଶୃଙ୍ଖଳାବଦ୍ଧ ଭାବରେ କରିବା ଉଚିତ। ଛାତ୍ର ସଂଯମ ମଧ୍ୟ ହେବା ଉଚିତ। ସଂଯମ ଅର୍ଥ ରିପୁମାନଙ୍କୁ ନିଜ ଅକ୍ତିଆରେ ରଖିବା। ରିପୁମାନେ ମଣିଷକୁ ମନ୍ଦ ପଥକୁ ଟାଣନ୍ତି। ଏହି ରିପୁଗୁଡ଼ିକ ହେଉଛନ୍ତି କାମ, କ୍ରୋଧ, ଲୋଭ, ମୋହ, ମଦ, ଆଶ୍ଚର୍ଯ୍ୟ। ସଂଯମ ଦ୍ୱାରା ଏମାନଙ୍କୁ ଶୃଙ୍ଖଳିତ କରି ହୁଏ। ଶେଷ କଥା ଲେଖିବ ଛାତ୍ର ଆଦର୍ଶ ଛାତ୍ର ଜୀବନରେ କ'ଣ କି ଛାତ୍ର ଜୀବନ ପ୍ରକୃତରେ ଜୀବନ ଗଠନର ସମୟ। ଏହି ସମୟରେ ହେଳା କଲେ ଛାତ୍ରର ଭବିଷ୍ୟତ ଜୀବନ ମାଟି ହୋଇଥାଏ। ତେଣୁ ହୃଦୟରେ ଉଚ୍ଚ ଆକାଂକ୍ଷା ରଖି ପ୍ରତ୍ୟେକ ଛାତ୍ର ଉପଯୁକ୍ତ ଗୁଣଗୁଡ଼ିକ ସର୍ବଦା ଅଭ୍ୟାସ କରିବା ଆବଶ୍ୟକ। ତ ପିଲାମାନେ ଏହା ଥିଲା ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ ଗୋଟେ ରଚନା, ଯେଉଁଟାକି ପ୍ରତିବର୍ଷ ତୁମର ଆସେ ଆଦର୍ଶ ଛାତ୍ର ଜୀବନ ଉପରେ। ତୁମର ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆର ସବଜେକ୍ଟିଭ ପ୍ରଶ୍ନ ବା ସାହିତ୍ୟର ସବଜେକ୍ଟିଭ ପ୍ରଶ୍ନରେ ଏ ଯେଉଁ ରଚନା ଦରଖାସ୍ତ ପତ୍ର ଲେଖନ ଆସେ, ଏଇଥିରେ ତୁମେ ନିହାତି ଏଇସବୁ ପ୍ରଶ୍ନ ପାଇବ। ପରବର୍ତ୍ତୀ ଆଉ କ'ଣ ତୁମ ପାଇଁ ରଖିଛି ମୁଁ ରଚନା, ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେଖିବା କି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏଇ ପ୍ରଶ୍ନ ପିଲାମାନେ ତୁମର ପ୍ରାୟ 3 ବର୍ଷ ହେଲାଣି ଏଇ ପ୍ରଶ୍ନ ମଧ୍ୟ ଆସୁଛି। ରଚନାକୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ ଉପରେ ରଚନା ଲେଖିବ ସାହିତ୍ୟ ପ୍ରଶ୍ନରେ। ତ କେମିତି ଲେଖିବ କି ଦେହର ନିରୋଗ ଅବସ୍ଥାକୁ ସ୍ୱାସ୍ଥ୍ୟ କହନ୍ତି। କେବଳ ଦେହର ସ୍ୱାସ୍ଥ୍ୟ ଭଲ ରହିଲେ ଯଥେଷ୍ଟ ହେବ ନାହିଁ, ମନ ମଧ୍ୟ ସୁସ୍ଥ ରହିବା ଦରକାର। ପ୍ରତ୍ୟେକ ଲୋକ ଉତ୍ତମ ସ୍ୱାସ୍ଥ୍ୟ ଦରକାର କରନ୍ତି, କାରଣ ସ୍ୱାସ୍ଥ୍ୟ ନଥିଲେ ଆମେ କୌଣସି କାର୍ଯ୍ୟ କରିପାରିବା ନାହିଁ। ଆମେ ଆମ କର୍ତ୍ତବ୍ୟରେ ସବୁବେଳେ ହେଳା କରିବା। ଏହାଛଡ଼ା ଆମ ଦେହରେ ବହୁତ ଯନ୍ତ୍ରଣା ଭୋଗ କରିବା, ତେଣୁ ମନ ମଧ୍ୟ ଦୁଃଖ ରହିବ। ସେଇଥିପାଇଁ ପ୍ରତ୍ୟେକ ଲୋକ ନିଜର ଶରୀର ଓ ମନକୁ ସୁସ୍ଥ ରଖିବା ଉଚିତ। ହେଲା ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ତୁମେ ଲେଖିବ। ଆଉ କ'ଣ ଲେଖିବ କି ସ୍ୱାସ୍ଥ୍ୟ ହେଉଛି ଶ୍ରେଷ୍ଠ ସମ୍ପଦ। ପ୍ରକୃତରେ ସବୁ ସମ୍ପଦ ମଧ୍ୟରେ ସ୍ୱାସ୍ଥ୍ୟ ହେଉଛି ଶ୍ରେଷ୍ଠ। ଜଣେ ଗରିବ ଲୋକ ଭଲ ସ୍ୱାସ୍ଥ୍ୟ ଥିଲେ ସୁଖରେ କାମ କାଟିପାରିବ, କିନ୍ତୁ ଜଣେ ଧନୀ ଲୋକ ସ୍ୱାସ୍ଥ୍ୟ ନଥିଲେ କେବେ ହେଲେ ଆନନ୍ଦ ପାଇପାରିବ ନାହିଁ। ଯନ୍ତ୍ରଣାରେ ତାର ଦେହ ମନ ଛଟପଟ ହେଉଥିବ। ଉତ୍ତମ ସ୍ୱାସ୍ଥ୍ୟ ଥିଲେ ପରିଶ୍ରମ କରି ମଣିଷ ବହୁ ଧନ ଅର୍ଜନ କରିପାରିବ, ବହୁତ ପାଠ ପଢ଼ିପାରିବ। ସ୍ୱାସ୍ଥ୍ୟ ଆମ ମନକୁ ପ୍ରଚୁର ସୁଖ ଆନନ୍ଦ ଦିଏ। ତେଣୁ ସ୍ୱାସ୍ଥ୍ୟ ହେଉଛି ସବୁ ସମ୍ପଦ ମଧ୍ୟରେ କ'ଣ ଶ୍ରେଷ୍ଠ। ତାପରେ କ'ଣ ପିଲା ଲେଖିବ କି ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ'ଣ କରିବା ଦରକାର। ଯେମିତିକି ଉତ୍ତମ ସ୍ୱାସ୍ଥ୍ୟ କେତେ ଗୁଡ଼ିଏ ବିଷୟ ନିର୍ଭର କରେ, ଯଥା ନିର୍ମଳ ବାୟୁ, ଆଲୋକ, ଉତ୍ତମ ଖାଦ୍ୟ, ନିୟମିତ ବ୍ୟାୟାମ, ପରିଶ୍ରମ, ବିଶ୍ରାମ, ପରିଷ୍କାର ପରିଚ୍ଛନ୍ନତା ଏବଂ ମନର ଶାନ୍ତି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମମାନଙ୍କର ପୁଷ୍ଟିକର ଏବଂ ସୁଷମ ଖାଦ୍ୟ ଖାଇବା ଉଚିତ। ବେଶୀ ମସଲା ବା ବହୁତ ଗୁଡ଼ିଏ ଖାଦ୍ୟ ଖାଇବା ଉଚିତ ନୁହେଁ। ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ। ବ୍ୟାୟାମ ଆମ ଶରୀରକୁ ଟାଣ କରେ, ତେଣୁ ବ୍ୟାୟାମ ମଧ୍ୟ କରିବା ଉଚିତ। ପ୍ରତିଦିନ ଆମର କାମ ସବୁ ଠିକ୍ ସମୟରେ କରିବା ଉଚିତ। ଆମମାନଙ୍କର ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର। ଆମେ ଯେଉଁ ଘରେ ରହୁ ସେ ଘରକୁ ପ୍ରଚୁର ଆଲୋକ ନିର୍ମଳ ବାୟୁ ଆସିବା ପାଇଁ ବଡ଼ ବଡ଼ କବାଟ ଝରକା ରହିବା ଦରକାର। ଆମ ଘରର ଚାରିପଟେ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଏହାଛଡ଼ା ଆମର ଦରକାର ବିଶ୍ରାମ, ଗାଢ଼ ନିଦ୍ରା, ମନର ଶାନ୍ତି ମଧ୍ୟ ଆମର ଆବଶ୍ୟକ। ଏଇଭଳି ତୁମେ ସ୍ୱାସ୍ଥ୍ୟ ସମ୍ପଦ ଉପରେ ତୁମେ ଏସେ ବା ରଚନା ଲେଖିପାରିବ। ତ ସ୍ୱାସ୍ଥ୍ୟ ହିଁ ସମ୍ପଦ ପରେ ଶେଷ କଥା କ'ଣ ଲେଖିବ କି ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ଆମମାନେ ସର୍ବଦା ନିଜ ନିଜ ସ୍ୱାସ୍ଥ୍ୟ ଯତ୍ନ ନେବା, ସେଥିରେ ଟିକିଏ ହେଲେ ହେଳା କରିବା ନାହିଁ। ଆମ ପାଖ ପଡ଼ୋଶୀମାନଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଆମର ଉପଦେଶ ଦେବା ଦରକାର, କାରଣ ପଡ଼ୋଶୀ ଘରେ ରୋଗ ହେଲେ ତାହା ଆମ ଘରକୁ ବ୍ୟାପିବ। ତେଣୁ ଆମ ନିଜ ସ୍ୱାସ୍ଥ୍ୟ ଦେଖିବା ସାଙ୍ଗେ ସାଙ୍ଗେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦେଖିବା ଉଚିତ। ତ ପିଲାମାନେ ଇଏ ଥିଲା ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ ରଚନା, ଯେଉଁଟାକି ସାହିତ୍ୟ ପରୀକ୍ଷାରେ ତୁମେ ନିହାତି ପାଇବ। ଆଉ କ'ଣ ରଖିଛି ତୁମମାନଙ୍କ ପାଇଁ ପିଲାମାନେ ଯେତିକି ଦେଉଛି ତାକୁ ଯଦି ଭଲସେ ପ୍ରାକ୍ଟିସ୍ ବା ଅଭ୍ୟାସ କରିଦେବ ତୁମ ପରୀକ୍ଷା ବହୁତ ବଢ଼ିଆ ହେବ। ତ ପିଲାମାନେ ଏଇଟା ହେଲା ପରିବେଶ ସୁରକ୍ଷା। ତ ମୁଁ ପିଲାମାନେ ବଛା ବଛା ହିଁ ରଚନା ତୁମମାନଙ୍କୁ ଦେଇଛି। ତ ପରିବେଶ ସୁରକ୍ଷାକୁ କେମିତି ଲେଖିବ କି ଆମ ଚତୁଃପାର୍ଶ୍ୱରେ ଘେରି ରଖିଥିବା ପ୍ରକୃତିର ରୂପରେଖକୁ ଆମେ ପରିବେଶ ବୋଲି କହିଥାଉ ବା କୁହାଯାଏ। ଏହି ପ୍ରକୃତିରେ ଚଳପ୍ରଚଳ କରୁଥିବା ପ୍ରାଣୀ, ସଜୀବ, ଉଦ୍ଭିଦ, ବୃକ୍ଷଲତା ଆଦି ପରସ୍ପର ନିର୍ଭରଶୀଳ। ଏକକୁ ଛାଡ଼ି ଅନ୍ୟର ସ୍ଥିତି ଅସମ୍ଭବ, କିନ୍ତୁ ଉଦ୍ଭିଦର ଉପାଦେୟତା ମାନବ ସମାଜ ପ୍ରତି ଏକ ଐଶ୍ୱର୍ଯ୍ୟ ଦାନ। ଏହାର କ୍ଷତିରେ ମାନବ ସମାଜର କ୍ଷତି। ମନୁଷ୍ୟ ପ୍ରାକୃତିକ ସମ୍ପଦର ବିନିଯୋଗ କରି ଓ ପରିବେଶର ବିକାଶ ଘଟାଇ ଯେତିକି ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ହୋଇଛି, ପ୍ରକୃତି ଉପରେ ଅତ୍ୟାଚାର କରି ଏବଂ ପରିବେଶ ଦୂଷିତ କରି ସେ ନିଜକୁ ସେତିକି ନିଃସ୍ୱ ଓ ନିଃସହାୟ ମଧ୍ୟ କରିବାକୁ ବସିଛି। ପରିବେଶର ଦୂଷିତୀକରଣ ମାନବ ସମାଜର ବିରାଟ କ୍ଷତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେଉଁ ଦେଶ ଯେତେ ଶିଳ୍ପ ସମୃଦ୍ଧ, ପରିବେଶ ଦୂଷିତୀକରଣ ସମସ୍ୟା ସେଠାରେ ସେତେ ଅଧିକ। ଏଇଭଳି ଭାବରେ ତୁମେ ଲେଖିବ ପରିବେଶ ସୁରକ୍ଷା। ଆଉ କ'ଣ ଲେଖିବ କି ବର୍ଦ୍ଧିଷ୍ଣୁ ଲୋକ ସଂଖ୍ୟାର ଆବଶ୍ୟକତା ପୂରଣ କରିବାକୁ ଯାଇ ଦେଶ ଶିଳ୍ପ କ୍ଷେତ୍ରରେ ଉନ୍ନତି କରିବା ବାଧ୍ୟ ହେଉଛି। ତେଣୁ ଆଜି ମାନବ ସମାଜ ଏକ ବିଷାକ୍ତ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଗୋଟିଏ ସମସ୍ୟାର ସମାଧାନ କରାଯାଏ ଆଉ ଏକ ସମସ୍ୟା ସୃଷ୍ଟି କରିଛି। ପ୍ରକୃତି ମଧ୍ୟରେ ସୁଖ ଶାନ୍ତିରେ ଚଳିବା ପାଇଁ ଓ ପରିବେଶ ପରିଚ୍ଛନ୍ନ ରଖିବା ପାଇଁ ମନୁଷ୍ୟ ତତ୍ପର ହେବା ଉଚିତ। ଆଉ କ'ଣ ଲେଖିବ ପରିବେଶ ସୁରକ୍ଷା ଉପରେ କି ସୁସ୍ଥ ଜୀବନଯାପନ। କ'ଣ ଲେଖିବ କି ଉନ୍ନତ ପରିବେଶ ଉପରେ ଆମର ସୁସ୍ଥ ଜୀବନଯାପନ ଅତିମାତ୍ରା ନିର୍ଭର କରେ।
परिवेश जेतिक दूषित हे आम जीवन धारण करार शक्ति क्रमशः से दुर्बल हो पड़ो। एणु परिवेश सुरक्षा आम प्रधान कर्तव्य हो उचित। जेकोसी प्रकार आम परिवेश कलुषित नक आम प्रधान उद्देश्य होगा उचित। जनसंख्या विस्फोरण पर लिख परिवेश सुरक्षा कि प्रकृत में कह गले जनसंख्या वृद्धि ही आम परिवेश कलुषित कर लगी। जनसंख्यार एपरी वृद्धि में विश्वर समस्त प्रकार सुख समृद्धि प्राय विलुप्त हो बसला। जनसंख्यार विस्फोरण को संभाल जाए हजार हजार एकर जंगल नष्ट कर सेठार कलकारखाना बसा जाइछि। एही कलकारखाना निर्गत दूषित पदार्थ तथा वायु परिवेश दूषित कर लगी। यही दूषित परिवेश में मनुष्य क्रमशः दूषित रोगग्रस्त हो। कौन पिला लिख कि विभिन्न प्रकार वैज्ञानिक परीक्षा द्वारा आम परिवेश दूषित लगी। प्रत्येक परीक्षा निर्गत क्षतिकारक बाष्प आम परिवेश कलुषित कर विज्ञान मनुष्य को जीक बलियान कर विपद संकुल कर। वैज्ञानिक जुगे कृषि उन्नत कराया जाए मनुष्य कीटनाशक औषध व्यवहार करा अप्राकृतिक भाव में कृषि द्रव्य आमदानी कर मनुष्य परिवेश सुरक्षा परिवर्ते नाना दुस्साध्य रोगर शिकार होछि। सेथिपाई कहुच्छे अधिक उत्पादन अधिक दूषितीकरण आहरी विषाक्त औषध प्रयोग होता फसल जल प्रवेश कले ता विषाक्त हो नदी पोखर गड़ी आस तार जल विषाक्त करुच्ची। यार व्यवहार द्वारा मनुष्य रोगग्रस्त होउछि। भाव तुम परिवेश सुरक्षा लिखिपर। आउ कौन लिख कि जनसंख्यार चाहिदा मेटाइबा रास्ताघाट बहु जानवाहन चलप्रचल करुच्ची। से निर्गत दूषित तथा विषाक्त बाष्पर वायुमंडल दूषित लगी। ए तो है स्थलपत्र कथा। ठीक से वायुपथर हजार हजार जान चलप्रचल चली। महाशून्य द्वारा विषाक्त बाष्प पूरी रही। तेणु परिवेश दूषितता आमर सुस्थ जीवन जापन अवस्था को अतिमात्रा व्यस्तता को ठेली देउछि। एमती लिखि शेष कथा कौन लिख तो पे शेष कथा लिख कि परिवेशर सुरक्षा ही मानव समाजर सुरक्षा। परिवेश सुरक्षा बिना मानव समाज जीवन वृक्षलता आदि स्थितिर असंभव। यार प्रतिकार न करागले विशाल पृथ्वी एक पंगु अवस्था पहुँच। आज यह एक चिंतार विषय। बहु ज्ञान चिंताशील व्यक्ति परिवेश सुरक्षा विभिन्न मत देले। जातीय सरकार यार आशु प्रतिकार सजग हेले। एमते जातीय स्तर में कमिटी मान गठन करागला। जनसंख्या नियंत्रण पर गुरुत्व दिगला। कलकारखाना निर्गत दूषित पदार्थ तथा बाष्प परिष्कार कर उपाय चिंता करागला। वृक्षरोपण पर सरकार जोर देले। वृक्षटिया काटिबा एक धर्तव्य अपराध परिणत होगला। जातीय सरकार को परिवेश सुरक्षा दिगरे जनसाधारण बिना द्विधारे साहाय्य करने उचित। कारण परिवेश सुरक्षा बिना आम स्थिति असंभव। तो पे तुम जहाँ सब रचना आसब बोर्ड तुम जो आनुआल एग्जाम हम नवम श्रेणी तो साहित्य प्रश्न यही प्रश्न सब तुम आसो। यही प्रश्न गुड़े तुम जब प्राक्ट कर दौ तुम इजिली रचना लिखिपर। तो पिला एबे गला रचना तबे तुम जो पत्र लेखन एवं दरखास्त आसे ताकू आलोचना करवा आम बर्तमान जे ए प्रश्न बारंबार आसे तुम परीक्षा गाँ रास्ता पुनः निर्माण सकाशे बीडीओ को आवेदन पत्र। तुम जब गोटे भलसे लिखा शिखीज जहाँ प्रश्न आसो तुम शिखीज ताकू केमती लिख देख माननीय लिख बाँ पटे तल लिख श्रीयुत गोष्ठी उन्नयन अधिकारी कुजंग पंचायत समिति कुजंग ये कौन जोटी जो बीडीओ को लिख कौन आड्रेसटा रही तार विषय ता तलू लिख जमीक विषय कही बालिया कुजंग रास्ता पुनः निर्माण सकाशे आवेदन लिख केमती लिख तलू तल कि एमती लिख देख महाशय निवेदन यही कि आम्भे बालिया ग्रामवासी आपण गोचरार्थे जनावुचे कि आम ग्राम ठार कुजंग पर्यंत रास्ताटर अवस्था खूब शोचनीय हो पड़ी। ओजनिया ट्रक चलिया द्वारा अधिकांश स्थान में खाल हो गला। गत महाबात्या ठार यार मरामत होना। वर्षा दिन सड़क पानी शो चले। साइकेल गाड़ी चलाए तो दूर कथा पाद चले असंभव हो पड़े। मरामत करा न गले रास्ताटी आसंता वर्षा ऋतु संपूर्ण धोई हो आशंका रही। यार पुनः निर्माण सकाशे 5 लाख टंका आवश्यक हो पारे। एणु कौन प्रार्थना करूँ कि आप सदा हो बालिया कुजंग रास्तार पुनः निर्माण व्यवस्था कर सबुरी यातायात सुविधा कराइबा हेबे आम आपण चिरकृतज्ञ रहबू। यही भाव तुम लिख बीडीओ निकट को पत्र बा तहसीलदार निकट पत्र जहाँ सब आसो तुम गोटे भलसे जाणीगले लिख बाँ पटे जो स्थान लिखुच लिखिकी डेट पकेब तले डाण पते धन्यवाद सहित आपण विश्वस्त जो मान चाहूच जो किसी लोकंर दस्तखत रहा दरकार। यही भाव तुम्हें दरखास्त लिखिपार बहुत इजी
यहीसबू तुम्हें लिखिपर आपको टे देखीदे जहाँ प्रश्न आस तुम लिखिथ प्राय यही प्रश्नटा ही आसे गाँ रास्ता पुनर्निर्माण सकाशे बीडीओ को आवेदन पत्र। तापर आमर गोटे प्रश्न आसीगला कि बणभोजी अनुमति प्रार्थना कर आवेदन पत्र। ये तुम्हें तुम प्रधान शिक्षक को बणभोजी अनुमति प्रार्थना कर आवेदन पत्र कौन लिखुछ। तो एमती प्रश्न ही तुम सब आसे परीक्षा नवम जो वार्षिक परीक्षा यहीपटे माननीय एमती लिखे बाँ पटे तल लिख जो प्रधान शिक्षक ये जो शिक्षक लिख जो स्कूल लिख कि प्यारीमोहन एकाडेमी कटक सेमती तुम स्कूल ना तुम लिखिपर। तापर केमती लिख कि महाशय नवेदन यही आम 10म श्रेणी छात्र छात्री मैंने ये तुम नवम श्रेणी कर कौटी ये 10म जगह नवम करदेव ये जे तुम नवम श्रेणी लिख नवम करदेव मुझे तुम गोटे सांपुलटा देती। तो ये प्रश्न बारंबार तुम आसे आसंता 20/12 रिख बणभोजी करने इच्छा करछु कौन छोटा डेट तुम लिख एपाई आम कोणार्क जो स्थिर करछु आम श्रेणी शिक्षक आम सहित जावाई राजी होती एणु विनीत प्रार्थना करूँ कि आपण आम सदैव अनुमति प्रदान करी अनुगृहित करवा हेबे ये तुम्हें लिखिपर बाँ पटे स्कूल ना लिखि डेट पक तले आपणकर आज्ञा छात्र 10म श्रेणी छात्र बृंद ये तुम नवम श्रेणी लिख। तो ये भाव तुम्हें लिखिपर दरखास्त बा आवेदन पत्र जोटा कि तुम परीक्षा ये प्रश्न आसव। आउ कौन प्रश्न रही पे आपको तुम देखिले तुम निहाती कौन ना दरखास्त लेखा शिखिज। आ गोटे गुरुत्वपूर्ण तथा मोस्ट इम्पोर्टाट कौन ना दरखास्त बा पत्र लेखन रही तुम देखा एमती प्रश्न आसे कि भौणीर बह उपलक्षे बंधुक निमंत्रण पत्र ये बह जगह जन्मदिन उत्सव पालन रही था। तो ताकू जो तुम भलसे अभ्यास करदे जेकोसी प्रश्न आसो तुम लिखिपर यही प्रश्न बारंबार आसे डाण पटे एमती लिखिदेव डेट एवं तले जमी लिखाई प्रिय सन्दीपी आंतरिक सदिच्छा तुम्हें जाणी प्रीत हो आसंता 22 एप्रिल को मो भौणी बह स्थिर होती आमर चाष घर राहमा निकटस्थ पंडुआ ग्राम बह समारोह अनुष्ठित हे तुम निश्चित यह उत्सव में उपस्थित हे। यह केवल मोर अनुरोध नुहे बापा बो तुमको स्वतंत्र भाव चिठी लिखि गाँव को डकाइव कहते मुझे आसंता गुरुवार सुधा गाँव को चलजी मु अपेक्षार थी तुम्हें जमी व्यवहार दिन को आगु अर्थात 21 तारीख सुधा पहुँच तुम प्रिय बंधु प्रदीप जे लिखुव डाण तले डाण पाख तले ना लिखिकी लिख। तो एमती तुम्हें कौन ना पत्र दरखास्त सब लिख जहाँ भी मु आलोचना कली आम आलोचना कले से तुम निहाती प्रश्न पाइज। तो यह थी आम नवम श्रेणी जो वार्षिक आनुअल एग्जाम हम तार साहित्यर जो प्रश्न आसे सब्जेक्टिव कि रचना बा आसे एवं पत्र लिखन दरखास्त सब सब आसे तापर आम आलोचना करते पे आपको जो तुम प्राक्ट करदेव निहाती तुम एग्जाम भल हम कारण यही प्रश्न गुड़े ही तुम एग्जाम सब आसीज। तो आशा कर भल लगी शेष जाए देखिए समस्त धन्यवाद अधिक शेयर कर चैनल सब्सक्राइब कर रखि था।